ଆପଣ ଗୋଟିଏ ମିନିଟ୍ରେ ଜାଣିପାରିବେ ଆପଣଙ୍କର ୟୁଟ୍ୟୁବ ଚ୍ୟାନେଲ ମନିଟାଇଜ ହବ କି ନାହିଁ ସେଟା ପୁଣି ଆପଣଙ୍କର ୱାଇଟି ଷ୍ଟୁଡିଓରେ। ଓକେ, ତ କେମିତି ଜାଣିବେ ଭିଡ଼ିଓକୁ ଦେଖନ୍ତୁ। ପ୍ରଥମେ ଆପଣ କଣ କରିବେ ନା ଆପଣଙ୍କର ଯୋଉ ପ୍ଲେ ଷ୍ଟୋର ଆପ୍ଲିକେସନକୁ ଓପନ କରିଦେବେ। ପ୍ଲେ ଷ୍ଟୋର ଆପ୍ଲିକେସନକୁ ଓପନ କରିବା ପରେ ସେଠି ଆପଣ ସର୍ଚ୍ଚ କରିବେ କଣ ନା ୱାଇଟି ଷ୍ଟୁଡିଓ। ଯଦି ଆପଣଙ୍କ ପାଖରେ ଅଲରେଡି ୱାଇଟି ଷ୍ଟୁଡିଓ ଆପ୍ଲିକେସନ ଥିବ ତାହେଲେ ଭଲ କଥା। ଯଦି ଆପଣଙ୍କ ପାଖରେ ନଥିବ ତ ତାହେଲେ ଆପଣ କଣ କରିବେ ତାକୁ ଇନଷ୍ଟଲ କରିଦେବେ, ନହେଲେ ଆପଣ ଦେଖିବେ ତାକୁ ଅପଡେଟ ମଧ୍ୟ କରିଦେବେ। ମୋର ବର୍ତ୍ତମାନ ଦେଖନ୍ତୁ ଏଇଠି ୱାଇଟି ଷ୍ଟୁଡିଓଟା ଅପଡେଟ ମାଗୁଛି, ତ ଆପଣ ନିହାତି ବି ଅପଡେଟ କରିଦେବେ। ତ ଅପଡେଟ କରି ସାରିବା ପରେ ବର୍ତ୍ତମାନ ଆମେ କଣ କରିବା ନା ୱାଇଟି ଷ୍ଟୁଡିଓ ଆପ୍ଲିକେସନକୁ ଓପନ କରିଦେବା। ୱାଇଟି ଷ୍ଟୁଡିଓ ଆପ୍ଲିକେସନ ଓପନ କରିବା ପରେ ଆପଣଙ୍କର ଚ୍ୟାନେଲର ଅଲ୍ ଡିଟେଲ୍ସ ଆପଣ ଏଇ ୱାଇଟି ଷ୍ଟୁଡିଓରେ ହିଁ ଦେଖିକି ଜାଣିପାରିବେ। ଯେମିତିକି ତାର ଆନାଲିଟିକ୍ସ ଉପରେ କ୍ଲିକ୍ କରିକି ତାର ଭ୍ୟୁ ହଉ, ତାର ସବସ୍କ୍ରାଇबर ହଉ, ଆପଣ କେତେ ଟଙ୍କା ଇନକମ୍ କଲେ, ଆପଣଙ୍କର ଅଡିଏନ୍ସ କୋଉମାନେ ରହିଛନ୍ତି, କେତେ ମେଲ୍ ରହିଛନ୍ତି, କେତେ ଫିମେଲ୍ ରହିଛନ୍ତି, ଅଲ୍ ଡିଟେଲ୍ସ ସେଠି ଆପଣ ୱାଇଟି ଷ୍ଟୁଡିଓରେ ଜାଣିପାରିବେ। ତ ବର୍ତ୍ତମାନ ଆମେ ଜାଣିବା ଆମର ୟୁଟ୍ୟୁବ ଚ୍ୟାନେଲଟା ମନିଟାଇଜ ହବ କି ନାହିଁ। ତ ଏଠି ଆପଣ କଣ କରିବେ ନା ଡାହାଣ ପଟ ଉପର କୋଣରେ ଆପଣଙ୍କର ଯୋଉ ଚ୍ୟାନେଲ ଆଇକନ ରହିଛି ସେ ଚ୍ୟାନେଲ ଆଇକନ ଉପରେ ଆପଣ କଣ କରିବେ ନା କ୍ଲିକ୍ କରିଦେବେ। ଚ୍ୟାନେଲ ଆଇକନ ଉପରେ କ୍ଲିକ୍ କରିବା ପରେ ଏଇଠି ଦେଖନ୍ତୁ ଆପଣଙ୍କର ରହିଛି କଣ ନା ଆକାଉଣ୍ଟ ଷ୍ଟାଟସ ଲେଖା ଯାଇଛି। ତ ଆକାଉଣ୍ଟ ଷ୍ଟାଟସ ଉପରେ ଆପଣ କଣ କରିବେ ନା କ୍ଲିକ୍ କରିବେ। ଏଠି ମୁଁ ବ୍ଲୋର କରିଦେଇଛି କଣ ପାଇଁ ନା ସିକ୍ୟୁରିଟି ରିଜନ ପାଇଁ। ଓକେ, ତ ଆକାଉଣ୍ଟ ଷ୍ଟାଟସ ଉପରେ ଆପଣ କ୍ଲିକ୍ କରିଦେବେ। ଆକାଉଣ୍ଟ ଷ୍ଟାଟସ ଉପରେ କ୍ଲିକ୍ କରିବା ପରେ ତାପରେ ଦେଖନ୍ତୁ ତାର ଦୁଇଟି ଅପସନ ଆସୁଛି। ଗୋଟେ ହଉଛି ଆପଣଙ୍କର କଣ ନା ଚ୍ୟାନେଲ ଭାଉଲେସନ, ଆଉ ଗୋଟେ ସେକେଣ୍ଡ ହଉଛି ଆପଣଙ୍କର ନା ଏବିଲିଟି ଟୁ ଆର୍ନ। ତ ଚ୍ୟାନେଲ ଭାଉଲେସନ କଣ ରହିଛି ଏବଂ ଏବିଲିଟି ଟୁ ଆର୍ନ ତାର ମାନେ କଣ ରହିଛି ସେଟାକୁ ବି ମଧ୍ୟ ମୁଁ ଆପଣଙ୍କୁ ଡିଟେଲ୍ସରେ କହିବି। ତ ପ୍ରଥମେ ଆମେ କଣ କରିବା ନା ଚ୍ୟାନେଲ ଯୋଉ ଭାଉଲେସନ ରହିଛି ଚ୍ୟାନେଲ ଭାଉଲେସନ ଉପରେ ଆପଣ କଣ କରିବେ କ୍ଲିକ୍ କରିବେ। ଚ୍ୟାନେଲ ଭାଉଲେସନ ଉପରେ କ୍ଲିକ୍ କରିବା ପରେ ଆପଣଙ୍କୁ ଦୁଇଟି ଅପସନ ଆପଣଙ୍କୁ ଏଠି ଶୋ ହବ। ଗୋଟେ ରହୁଛି ଆପଣଙ୍କର କଣ ନା କପିରାଇଟ ଷ୍ଟ୍ରାଇକ୍, ସେକେଣ୍ଡ ହଉଛି ଆପଣଙ୍କର କମ୍ୟୁନିଟି ଗାଇଡଲାଇନ ଷ୍ଟ୍ରାଇକ୍। ଯୋଉ ପ୍ରଥମଟା ରହିଛି ଆପଣଙ୍କର କଣ ନା କପିରାଇଟ ଷ୍ଟ୍ରାଇକ୍। କପିରାଇଟ ଷ୍ଟ୍ରାଇକ୍ ର ମାନେ କଣ ରହିଛି କିମ୍ବା କମ୍ୟୁନିଟି ଗାଇଡଲାଇନ ଷ୍ଟ୍ରାଇକ୍ ତାର ମାନେ କଣ ରହିଛି ଏଇଟା ଏବଂ କଣ ପାଇଁ ଏଟା ଆସିଥାଏ, କିଏ ଆମକୁ ଦେଇଥାନ୍ତି। ପ୍ରଥମେ ଜାଣିବା ଆମେ କପିରାଇଟ ଷ୍ଟ୍ରାଇକ୍ ବିଷୟରେ। ଦେଖନ୍ତୁ କପିରାଇଟ ଷ୍ଟ୍ରାଇକ୍ ଟା ହଉଛି ଆପଣଙ୍କୁ କିଏ ଦେଇଥାଏ ନା ଆପଣଙ୍କର ଯୋଉ ଅଦର କ୍ରିଏଟର ମାନେ ଆପଣଙ୍କୁ କପିରାଇଟ ଷ୍ଟ୍ରାଇକ୍ ଦେଇଥାନ୍ତି। ଯେମିତି କି ଧର ଆପଣ କୌଣସି ଅଦର କ୍ରିଏଟରଙ୍କ ଭିଡିଓ ଯଦି ଆଣିକି ୟୁଜ କରୁଛନ୍ତି, କିମ୍ବା ଆପଣ ଯଦି କୌଣସି ନ୍ୟୁଜ କ୍ଲିପ ଆଣିକି ୟୁଜ କରୁଛନ୍ତି, କିମ୍ବା କୌଣସି ଆପଣ ଯଦି ଆଇପିଏଲ ର କିଛି କ୍ଲିପ ଆଣିକି ୟୁଜ କରୁଛନ୍ତି, କିମ୍ବା ଆପଣ ଯଦି କିଛି କ୍ରିକେଟର ଯଦି କ୍ଲିପ ଆଣିକି ୟୁଜ କରୁଛନ୍ତି, କିମ୍ବା ଆପଣ ଯଦି ଟିଭି ସିରିଏଲ ର କିଛି କ୍ଲିପ ଆଣିକି ୟୁଜ କରୁଛନ୍ତି, ତାହେଲେ ଏଟା କଣ ହୁଏ ନା ଅଦର କ୍ରିଏଟର ମାନଙ୍କ ଦ୍ୱାରା ଆପଣଙ୍କୁ କଣ ଦିଆଯାଇଥାଏ ନା କପିରାଇଟ ଷ୍ଟ୍ରାଇକ୍ ଦିଆଯାଇଥାଏ। କପିରାଇଟ ଷ୍ଟ୍ରାଇକ୍ ର ନିୟମ ଆପଣ ନିହାତି ଜାଣିଥିବେ। ଯେମିତି କି ଯଦି ଆପଣଙ୍କର 90 ଦିନ ଭିତରେ ଯଦି ଆପଣଙ୍କୁ 3ଟି ଷ୍ଟ୍ରାଇକ୍ ପଳେଇ ଆସୁଛି, ଏମିତି କି ଆପଣଙ୍କର ଚ୍ୟାନେଲ ଡିଲେଟ ମଧ୍ୟ ହେଇଯାଇପାରେ। ତ ସେଥିପ୍ରତି ଆପଣ ନିହାତି ଧ୍ୟାନ ଦେବେ। ସବୁବେଳେ ଆପଣ ଚେଷ୍ଟା କରିବେ କପିରାଇଟ ଷ୍ଟ୍ରାଇକ୍ ରୁ ଆପଣ କେମିତି ବଞ୍ଚିକି ରହିବେ। କେବେ ହେଲେ ଅଦର କ୍ରିଏଟର ମାନଙ୍କର ଭିଡିଓକୁ ଆଣିକି ୟୁଜ କରିବେ ନାହିଁ ନିଜ ଚ୍ୟାନେଲରେ। ଯାହା ବି କଣ୍ଟେଣ୍ଟ ଆପଣ କରୁଛନ୍ତି ସବୁବେଳେ ନିଜର କଣ୍ଟେଣ୍ଟ କରନ୍ତୁ। କଣ ପାଇଁ ନା ନିଜର କଣ୍ଟେଣ୍ଟ କଲେ ହିଁ ଆପଣଙ୍କର ଲଙ୍ଗ ଲାଷ୍ଟିଂ ଆପଣ ୟୁଟ୍ୟୁବରେ ପଇସା ଇନକମ୍ କରିବେ। ଆପଣ ଯଦି ଅଦର କ୍ରିଏଟର ମାନଙ୍କର ଭିଡିଓ ଆଣିକି ୟୁଜ କରୁଥିବେ, କିମ୍ବା ଅଦର ଜିନିଷ କିଛି ୟୁଜ କରୁଥିବେ, କିମ୍ବା ଅଦର ସୋସିଆଲ ମିଡିଆର ଜିନିଷ କିଛି ଆପଣ ୟୁଜ କରୁଥିବେ, ତାହେଲେ ଆପଣ ୟୁଟ୍ୟୁବରୁ କେବେ ହେଲେ ପଇସା ଇନକମ୍ କରିପାରିବେ ନାହିଁ। ଯଦି ବି ଆପଣ ନିଜର କଣ୍ଟେଣ୍ଟ କରିବାକୁ ଆପଣଙ୍କୁ ଭୟ ଲାଗୁଛି କିମ୍ବା ଲାଜ ଲାଗୁଛି, ତ ଧୀରେ ଧୀରେ ଆପଣ ଦେଖନ୍ତୁ କଣ୍ଟେଣ୍ଟ କ୍ରିଏସନ ଷ୍ଟାର୍ଟ କରନ୍ତୁ। ଦେଖିବେ ପାଖାପାଖି 50ରୁ 100ଟା ଭିଡିଓ ଯେତେବେଳେ ଆପଣ ଅପଲୋଡ କରିଦଉଛନ୍ତି, ସେତେବେଳେ ଆପଣଙ୍କୁ ଆଇଡିଆ ପଳେଇ ଆସିବ କେମିତି ଆପଣ ଭିଡିଓ ସୁଟିଂ କରିବେ, କେମିତି ଆପଣ କଥା କହିବେ, କେମିତି ଆପଣ କଣ୍ଟେଣ୍ଟ ଅପଲୋଡ କରିବେ, କେମିତି ଆପଣ ଏଡିଟିଂ କରିବେ। ଧୀରେ ଧୀରେ ଆପଣ ସବୁ ଜିନିଷ ଜାଣିବେ। ଆପଣ ଭାବିବେ ଯଦି ମୁଁ ପରଫେକ୍ଟ ହେଇକି ଏକାଥରେ ୟୁଟ୍ୟୁବ ଚ୍ୟାନେଲକୁ ଯିବେ, ସେମିତି କିଛି ବି ନାହିଁ। ଆପଣ ଆଗେ ଷ୍ଟାର୍ଟ କରନ୍ତୁ, ତାପରେ ଧୀରେ 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 ଆପଣ ହେବ ନା କଣ ପରଫେକ୍ଟ ହେଇକି ଯିବେ। ଓକେ, ତାପରେ ଦେଖନ୍ତୁ ଆପଣଙ୍କର କଣ ରହିଛି ନା କମ୍ୟୁନିଟି ଗାଇଡଲାଇନ ଷ୍ଟ୍ରାଇକ୍। କମ୍ୟୁନିଟି ଗାଇଡଲାଇନ ଷ୍ଟ୍ରାଇକ୍ ଟା ଆପଣଙ୍କୁ କିଏ ଦେଇଥାଏ ନା କମ୍ୟୁନିଟି ଗାଇଡଲାଇନ ଷ୍ଟ୍ରାଇକ୍ ଟା ଆପଣଙ୍କୁ ୟୁଟ୍ୟୁବ ତରଫରୁ ଆସିଥାଏ। କପିରାଇଟ ଷ୍ଟ୍ରାଇକ୍ ଟା ଆପଣଙ୍କୁ ଅଦର କ୍ରିଏଟର ମାନେ ଆପଣଙ୍କର ଚ୍ୟାନେଲକୁ ଦେଇଥାନ୍ତି, କିନ୍ତୁ କମ୍ୟୁନିଟି ଗାଇଡଲାଇନ ଷ୍ଟ୍ରାଇକ୍ ଟା ହଉଛି ଆପଣଙ୍କୁ ୟୁଟ୍ୟୁବ ଦେଇଥାଏ। ଯଦି ଆପଣ କପିରାଇଟ ଷ୍ଟ୍ରାଇକ୍ ବିଷୟରେ ପୁରା ଡିଟେଲ୍ସରେ ଜାଣିବାକୁ ଚାହୁଁଛନ୍ତି, ନିହାତି ଆପଣ ଭିଡିଓରେ କମେଣ୍ଟ କରନ୍ତୁ କପିରାଇଟ ଷ୍ଟ୍ରାଇକ୍। ମୁଁ କପିରାଇଟ ରିଲେଟେଡ ଭିଡିଓ ଆପଣଙ୍କ ପାଇଁ ନେଇ ଆସିବି। ଓକେ, ତାପରେ ଦେଖନ୍ତୁ କମ୍ୟୁନିଟି ଗାଇଡଲାଇନ ଷ୍ଟ୍ରାଇକ୍ ରହିଛି ସେଟା ୟୁଟ୍ୟୁବ ତରଫରୁ ଆପଣଙ୍କୁ କେତେବେଳେ ଦିଆଯାଇଥାଏ। ୟୁଟ୍ୟୁବରେ ତାର ଯୋଉ କମ୍ୟୁନିଟି ଗାଇଡଲାଇନ ରହିଛି, କିମ୍ବା ତାର ଯୋଉ ମନିଟାଇଜେସନ ପଲିସି ରହିଛି, କିମ୍ବା ତାର ଯୋଉ ଆଡଭର୍ଟାଇଜ ଫ୍ରେଣ୍ଡଲି ତାର ଯୋଉ ପଲିସି ରହିଛି, ସେଟାକୁ ଆପଣଙ୍କୁ ନିହାତି ମାନିକି ଚଳିବାକୁ ପଡିବ। ଯଦି ଆପଣ ସେଇ ସବୁ ଜିନିଷକୁ ନ ମାନୁଛନ୍ତି, ତାହେଲେ ୟୁଟ୍ୟୁବ ତରଫରୁ ଆପଣଙ୍କୁ କମ୍ୟୁନିଟି ଗାଇଡଲାଇନ ଷ୍ଟ୍ରାଇକ୍ ଆସିପାରେ। ଦେଖନ୍ତୁ ସେଇ ଯୋଉ କପିରାଇଟ ଷ୍ଟ୍ରାଇକ୍ ଭଳିଆ ୟାର ବି ନିୟମ ସେମ୍ ରହିଛି। ଯେମିତି କି ଆପଣ 90 ଦିନ ଭିତରେ ଯଦି 3ଟି ଷ୍ଟ୍ରାଇକ୍ ଆପଣଙ୍କର ଚ୍ୟାନେଲକୁ ପଳେଇ ଆସୁଛି ୟୁଟ୍ୟୁବ ତରଫରୁ, ତାହେଲେ ଆପଣଙ୍କର ଚ୍ୟାନେଲ କଣ ହବ ନା ଏମିତି କି ଟର୍ମିନେଟ ମଧ୍ୟ ହେଇଯାଇପାରେ। ସେଥିପାଇଁ ଆପଣ ସବୁବେଳେ ଚେଷ୍ଟା କରନ୍ତୁ ୟୁଟ୍ୟୁବର ତାର ଯୋଉ କମ୍ୟୁନିଟି ଗାଇଡଲାଇନ ଯୋଉ ଷ୍ଟ୍ରାଇକ୍ ରହିଛି, ତାର ନିୟମର ଖିଲାଫରେ ଆପଣ କେବେ ହେଲେ ଯିବେ ନାହିଁ। ଯେମିତି କି ଆପଣଙ୍କର ଚାଇଲ୍ଡ ଆବ୍ୟୁଜ ହଉ, କିମ୍ବା ହାର୍ମଫୁଲ କଣ୍ଟେଣ୍ଟ ହଉ, କିମ୍ବା ଡେଞ୍ଜରିୟସ୍ କଣ୍ଟେଣ୍ଟ ହଉ, ତ ଏଇ ଟାଇପରେ କିମ୍ବା ସ୍ପାର୍ମ ପଲିସି ଅଣ୍ଡରରେ ଆସୁଛି। ୟୁଟ୍ୟୁବର ଯୋଉ କମ୍ୟୁନିଟି ଗାଇଡଲାଇନ ରହିଛି, ବହୁତ ସାରା କମ୍ୟୁନିଟି ଗାଇଡଲାଇନ ରହିଛି। ଯଦି ଆପଣ ଡିଟେଲ୍ସରେ ଜାଣିବାକୁ ଚାହୁଁଛନ୍ତି, ଆପଣ ନିହାତି ଭିଡିଓରେ ମଧ୍ୟ କମେଣ୍ଟ କରିପାରିବେ। ତ ଏଇଠି ଆପଣ ନିହାତି ଚେକ୍ କରିପାରିବେ ଯେ ଆପଣଙ୍କର କୌଣସି କପିରାଇଟ ଷ୍ଟ୍ରାଇକ୍ ଆସିଛି କି ନାହିଁ, କିମ୍ବା ଆପଣଙ୍କର ଯୋଉ କମ୍ୟୁନିଟି ଗାଇଡଲାଇନ ଷ୍ଟ୍ରାଇକ୍ ଆସିଛି ନାହିଁ, ଏଇଠି ୟା ଉପରେ କ୍ଲିକ୍ କରିକି ଆପଣ ଜାଣିପାରିବେ। ଯଦି ବି ଆପଣଙ୍କର କପିରାଇଟ ରିଲେଟେଡ କିଛି ବି କ୍ୱେଶ୍ଚନ ଅଛି, କିମ୍ବା ଆପଣଙ୍କର ଚ୍ୟାନେଲ ଯଦି କପିରାଇଟ ପଳେଇ ଆସିଛି, ଆପଣ ମୋ ଚ୍ୟାନେଲର ଡେସ୍କ୍ରିପସନରେ ଯାଇକି ମୋର ଯୋଉ ଫେସବୁକ୍ ପେଜ ରହିଛି, ଫେସବୁକ୍ ପେଜରେ ଆପଣ କଣ କରିବେ ନା ମତେ ମେସେଞ୍ଜର ମାଧ୍ୟମରେ କଣ ପ୍ରୋବ୍ଲେମ ହେଇଛି ଆପଣ ନିହାତି ସେଠି କହିପାରିବେ। ତାପରେ ଯୋଉ ସେକେଣ୍ଡ ଅପସନ କଣ ରହିଛି ନା ଏବିଲିଟି ଟୁ ଆର୍ନ, ତ ତାରି ଉପରେ ବର୍ତ୍ତମାନ ଆମେ କ୍ଲିକ୍ କରିବା। କ୍ଲିକ୍ କରିବା
তারপরে এটি দেখুন মোর যে রয়েছে ইউট্ୟୁব পার্টনর প্রোগ্রাম সেটা গ্রিন ঠিক রয়েছে, আডিসেন্স অ্যাকাউন্ট বি গ্রিন ঠিক রয়েছে। তার মানে মোর চ্যানেলটা বর্তমান মনিটাইজ হয়ে যাইছে, সেপাই মোর এমতি গ্রিন ঠিক আসুচি এবং মো চ্যানেলে বর্তমান সুদ্ধা বি কিছু বি প্রোবলেম হেই নাই। তার মানে আপনাଙ୍କୁ শর্টকট রে কহিବାକୁ গলে যদি আপনাଙ୍କର চ্যানেলে কিছু বি প্রোবলেম হଉଛି ଆପଣ কোন করিবে না ওয়াইটি স্টুডিও যে অ্যাকাউন্ট স্ট্যাটাস রয়েছে সে অ্যাকাউন্ট স্ট্যাটাস উপরে ক্লিক করিকি ଆପଣ জানি পারিবে যে ଆପଣଙ୍କର চ্যানেলে কিছু প্রোবলেম ହେଇଛି কি ନାହିଁ। যদি ବି କିଛି ଆପଣଙ୍କର ଚ୍ୟାନେଲରେ ପ୍ରୋବ୍ଲେମ ହେଇଥିବ ତାହେଲେ ଏଇଠି ଆପଣଙ୍କୁ ଶୋ କରିଯିବ ଏବଂ କ'ଣ ପ୍ରୋବ୍ଲେମ ହେଇଛି ଆପଣ ତାରି ଉପରେ କ୍ଲିକ୍ କରିକି ମଧ୍ୟ ଜାଣିପାରିବେ ଏବଂ ତାର ସଲ୍ୟୁସନ ମଧ୍ୟ ଆପଣ ସେଠି କରିପାରିବେ। ମୋଟାମୋଟି ଭାବରେ ଦେଖିବାକୁ ଗଲେ ଆପଣଙ୍କର ଯୋଉ ଚ୍ୟାନେଲର ଭାଉଲେସନଟା ଗ୍ରୀନ୍ ଠିକ୍ ହେଇକି ଥିବ ଏବଂ ଯୋଉ ଏବିଲିଟି ଟୁ ଆର୍ନ ହେଉଛି ସେଟା ମଧ୍ୟ ଆପଣଙ୍କର ଗ୍ରୀନ୍ ଠିକ୍ ହେଇକି ଥିବ, ତାହେଲେ ଜାଣିବେ ଆପଣଙ୍କର ଚ୍ୟାନେଲରେ କିଛି ବି ପ୍ରୋବ୍ଲେମ ହେଇନାହିଁ ଏବଂ ଯଦି ବି କିଛି ପ୍ରୋବ୍ଲେମ ରହୁଛି ତାହେଲେ ସେଇଠି ଆପଣଙ୍କୁ ନିହାତି ଶୋ କରିବ। ୟୁଟ୍ୟୁବ ରିଲେଟେଡ୍ ଆପଣ ଆଉ ଯଦି କିଛି ବି ଜାଣିବାକୁ ଚାହୁଁଛନ୍ତି ନିହାତି ଆପଣ ଭିଡ଼ିଓରେ କମେଣ୍ଟ କରନ୍ତୁ। ଯଦି ଆପଣ ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ ନିହାତି କରିନେବେ। ତ ପୁଣି ଦେଖାବା ଆଉ ଏକ ନୂଆ ଭିଡ଼ିଓରେ। ଜୟ ଜଗନ୍ନାଥ।